ମୁଁ ଆଉ ମୋ ସ୍ୱାମୀ ଆମ ଦୁଇ ଜଣଙ୍କର ସେମ୍ ସ୍କୁଲ ଥିଲା। 10 କ୍ଲାସ୍ରେ ସେ ତାଙ୍କ ବେଚ୍ରେ ହାଏଷ୍ଟ ନମ୍ବର ରଖିଥିଲେ ଆଉ ମୁଁ ମୋ ବେଚ୍ରେ। ସେ ସାଇନ୍ସ ନେଇଥିଲେ, ମୁଁ ଆର୍ଟ୍ସ। ତାଙ୍କର ଲକ୍ଷ୍ୟ ବଡ଼ ଥିଲା ଆଉ ମୋର ଟିକେ ଛୋଟ। ନା ସେ କେବେ ଘରର କାମ କରିଥିଲେ ନା ମୁଁ। ସେ ବି ସ୍କୁଲରୁ ଆସିକି ଡାଇରେକ୍ଟ ଖେଳିବା ପାଇଁ ଯାଉଥିଲେ ଆଉ ମୁଁ ବି। ପାଖାପାଖି ସମାନ ଥିଲେ ଆମେ। ତାଙ୍କ ସହ କଥା ହେବା ଷ୍ଟାର୍ଟ ହେବାରୁ ଜାଣିଲି ତାଙ୍କୁ ସିମ୍ପଲ୍ ଲାଇଫ୍ ପସନ୍ଦ। ତାଙ୍କର ଇଚ୍ଛା ନାହିଁ ବାହାରୁ ଥକିକି 2 ଜଣ ଘରକୁ ଫେରିବା। ତାପରେ ଆମ ବାହାଘର ହେଇଗଲା। ତାଙ୍କ ଦାୟିତ୍ୱ ଘର ଚଳେଇବାରେ ଆଉ ମୋ ଦାୟିତ୍ୱ ଘର ସମ୍ଭାଳିବାରେ। ଯେମିତି ଆମ ସମାଜରେ ଗୋଟେ ଝିଅ ଆଉ ଗୋଟେ ପୁଅ ପାଖରୁ ଆଶା କରାହେଇଥାଏ। ମୁଁ ଏଇ ଭିଡ଼ିଓରେ କମ୍ପ୍ଲେନ୍ କରୁନି, ବରଂ ମୋତେ ଭଲ ଲାଗେ ରୋଷେଇ କରିବା। ଆଉ ଶ୍ରୀଜୟ ପରଠୁ ତ ମୋର ଘର ରହିବା ରାଧାରାଣୀଙ୍କ କୃପା ଭଳିଆ ଲାଗିଲାଣି ମୋତେ। ଏଇ ଭିଡ଼ିଓ ଥ୍ରୋରେ ମୁଁ ରିକ୍ୱେଷ୍ଟ କରିବାକୁ ଚାହୁଁଛି ସେଇ ହାଉସ୍ୱାଇଫ୍ମାନଙ୍କ ହଜବେଣ୍ଡକୁ, ବାସ୍ ତୁମେ ବାଉଣ୍ଡ୍ରି ଟାଣନି। ଏଇଟା ତା କାମ, ଏଇଟା ମୋ କାମ। ଯଦି କେବେ ଚାନ୍ସ ମିଳୁଛି ତାହେଲେ ଚାହାଟା ତମେ ବନେଇକି ପିଇ ଦିଅ। ପିଲାକୁ ସମ୍ଭାଳିବାର ଦାୟିତ୍ୱ ପ୍ଲିଜ୍ 2 ଜଣ ଉଠାଅ। ଘର କେବଳ ଜଣଙ୍କର ନୁହେଁ, ଏଇଟା 2 ଜଣଙ୍କର।